କାହିଁକି ଭଗବାନ ଜଗନ୍ନାଥ ନିଜ ଭକ୍ତଙ୍କ ପାଇଁ ରାଜାଙ୍କୁ ଶାସ୍ତି ଦେଲେ। ଏହି କାହାଣୀ ଓଡ଼ିଶାର ଏକ ପୁରୁଣା ସମୟର। ସେଠାରେ ଥିଲେ ଜଣେ ଗରିବ ବ୍ରାହ୍ମଣ, ନାମ ଥିଲା ବିଶ୍ୱନାଥ। ସେ ପ୍ରତିଦିନ ଭଗବାନ ଜଗନ୍ନାଥଙ୍କୁ ଭଜନ କରୁଥିଲେ, କିନ୍ତୁ ତାଙ୍କ ପାଖରେ ଧନ ନଥିଲା, ଖାଇବାକୁ ମଧ୍ୟ ଦୁର୍ଲଭ ଥିଲା। ଏକଦିନ ସେ ଭୁଖା ଅବସ୍ଥାରେ ମନ୍ଦିର ପାଖରେ ବସି ଭଜନ କରୁଥିଲେ। ସେହି ସମୟରେ ରାଜାଙ୍କ ଯାତ୍ରା ଚାଲିଥିଲା। ସେ ଦେଖି ରାଗିଗଲେ, ଏହି ଭିକ୍ଷୁକ ମନ୍ଦିର ସାମ୍ନାରେ ବସି ଅଶୁଭ କରୁଛି। ସେ ସିପାହୀଙ୍କୁ ଆଦେଶ ଦେଲେ, ଏହାକୁ ଏଠାରୁ ତଡ଼ି ଦିଅ। ସିପାହୀମାନେ ତାଙ୍କୁ ଟାଣି ମାରିଲେ, ଅପମାନ କଲେ। ବିଶ୍ୱନାଥ ରକ୍ତାକ୍ତ ଅବସ୍ଥାରେ ମଧ୍ୟ କହୁଥିଲେ, ଜୟ ଜଗନ୍ନାଥ। ସେହି ରାତିରେ ଅଦ୍ଭୁତ ଘଟଣା ଘଟିଲା। ରାଜା ହଠାତ୍ ଭୟଙ୍କର ବେଦନାରେ ପଡ଼ିଗଲେ। କେହି ତାଙ୍କୁ ଠିକ୍ କରିପାରୁନଥିଲେ। ସେହି ରାତିରେ ସେ ସ୍ୱପ୍ନ ଦେଖିଲେ, ଭଗବାନ ଜଗନ୍ନାଥ କହୁଛନ୍ତି, ତୁମେ ଯାହାକୁ ଅପମାନ କଲା ସେ ମୋର ପ୍ରିୟ ଭକ୍ତ, ତାଙ୍କ ଲୁହର ଦଣ୍ଡ ତୁମେ ଭୋଗିବାକୁ ପଡ଼ିବ। ରାଜା ଭୟରେ କମ୍ପି ଉଠିଲେ। ସକାଳେ ସେ ଦୌଡ଼ି ବିଶ୍ୱନାଥଙ୍କ ପାଖକୁ ଗଲେ। ସେ ତାଙ୍କ ପାଦରେ ପଡ଼ି କହିଲେ, ମୋତେ କ୍ଷମା କର, ମୁଁ ଭୁଲ କରିଛି। ବିଶ୍ୱନାଥ ଶାନ୍ତିରେ କହିଲେ, ମୁଁ କିଏ କ୍ଷମା କରିବି, ପ୍ରଭୁ ତୁମକୁ କ୍ଷମା କରନ୍ତୁ। ସେହି ମୁହୂର୍ତ୍ତରେ ରାଜାଙ୍କ ବେଦନା ଶାନ୍ତ ହୋଇଗଲା। ସମସ୍ତେ ଆଶ୍ଚର୍ଯ୍ୟ। ରାଜା ଘୋଷଣା କଲେ, ଆଜିଠାରୁ କେହି ଭକ୍ତଙ୍କୁ ଅପମାନ କରିବ ନାହିଁ, ସେ ଯେତେ ଗରିବ ହେଉନାହିଁ। ସେହି ଦିନରୁ ପ୍ରମାଣ ହେଲା, ଭଗବାନ ନିଜ ଭକ୍ତଙ୍କ ଅପମାନ କେବେ ସହି ନଥାନ୍ତି। ଯଦି ଆପଣ ବିଶ୍ୱାସ କରନ୍ତି ଭକ୍ତଙ୍କ ଲୁହ ସିଧା ପ୍ରଭୁଙ୍କୁ ପହଞ୍ଚେ, ତେବେ ସବସ୍କ୍ରାଇବ୍ କର ଆଉ କମେଣ୍ଟ ଲେଖନ୍ତୁ, ଜୟ ଜଗନ୍ନାଥ।